ଗ୍ରୀଷ୍ମ ମୁକାବିଲା ପାଇଁ ଜାରି ହେଲା ନିର୍ଦ୍ଦେଶନାମା। ଭୁବନେଶ୍ୱର ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହରାଞ୍ଚଳମାନଙ୍କରେ ଯେପରି ପାନୀୟ ଜଳର ଯେପରି ଅଭାବ ଦେଖା ନ ଦିଏ, ଅଚଳାବସ୍ଥାରେ ଥିବା ନଳକୂପଗୁଡ଼ିକୁ ସଚଳ କରିବା ଓ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ କରିବା ସହ ଲୋକଙ୍କ ଅଭିଯୋଗ ତୁରନ୍ତ ସମାଧାନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ଏଥିସହ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଅସାଧାରଣ ବର୍ଷା ଏବଂ ଅନିୟମିତ ଜଳବାୟୁ ଯୋଗୁଁ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଏହା ବ୍ୟତୀତ ବଡ଼ ବଡ଼ କୋଠା, ପ୍ରଶସ୍ତ ରାସ୍ତା ଏବଂ ସୌରତାପ ଶକ୍ତି ଶୋଷଣ କରୁଥିବା ଭିତ୍ତିଭୂମି ଯୋଗୁଁ ସହରାଞ୍ଚଳବାସୀ ଗ୍ରୀଷ୍ମ ଋତୁରେ ଅଧିକ ତାପମାତ୍ରା ଅନୁଭବ କରୁଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ଏକ ବିସ୍ତୃତ SOP ଜାରି କରି ଏହାକୁ କଡ଼ାକଡ଼ି ପାଳନ କରିବା ଏବଂ ସମସ୍ତ ପୌରାଞ୍ଚଳ ଦ୍ୱାରା ଆବଶ୍ୟକ ପଦକ୍ଷେପ ନେବା ନିହାତି ଜରୁରୀ ବୋଲି କହିଛନ୍ତି। ବର୍ତ୍ତମାନ ବଡ଼ ଖବର, ସୁଭଦ୍ରା ଆଜି ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି। ଭୁବନେଶ୍ୱର ଆଜି ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। 1,64,000 ମହିଳାଙ୍କୁ ଆଜି ଏକାଥରେ ସରକାର ଦେବେ ସୁଭଦ୍ରା ଦ୍ୱିତୀୟ କିସ୍ତି। ଆନ୍ତର୍ଜାତୀୟ ମହିଳା ଦିବସରେ ସବୁ ହିତାଧିକାରୀ ପାଇବେ ଦ୍ୱିତୀୟ ପର୍ଯ୍ୟାୟରେ 5,000 ଲେଖାଏଁ ଟଙ୍କା। ଆକାଉଣ୍ଟକୁ ଯିବ 5,000 କୋଟିରୁ ଅଧିକ ଟଙ୍କା। ଏବେ ସୁଦ୍ଧା ଯେତେ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଛନ୍ତି ସେ ସମସ୍ତଙ୍କୁ ଆଜି ଆଉ ଥରେ ଦ୍ୱିତୀୟ କିସ୍ତିରେ 5,000 ଲେଖାଏଁ ଦେବେ ରାଜ୍ୟ ସରକାର। କହିବାକୁ ଗଲେ ମାର୍ଚ୍ଚ 6 ତାରିଖ ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ପାଇଥିବା ମହିଳା ଆଜି ବି ଆଉ 5,000 ଟଙ୍କା ପାଇବେ। ତେବେ ଏବେ ସୁଦ୍ଧା ଆବେଦନକାରୀଙ୍କ ସଂଖ୍ୟା 1,08,00,000 ଥିବା ବେଳେ ମାର୍ଚ୍ଚ 31ରେ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର। ମାର୍ଚ୍ଚ 31 ସୁଭଦ୍ରା ଆବେଦନ ଶେଷ ତାରିଖ ଥିବାବେଳେ ଏହି ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣମୀରେ ଏକାଥରେ 15,000 ଟଙ୍କା ମିଳିବ। ତେବେ ଆପଣମାନେ ଯଦି ଏ ଚ୍ୟାନେଲ ନୂଆ ଥିବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ।